नमस्कार ओडिशावासी आज हूँ 21 अगस्ट बुधवार आज रही देश विदेश 20 गुरुत्वपूर्ण खबर तेज खबर टी देखा पूर्व आपण मान गोटे अनुरोध वीडियो को लाइक करी आपण मैंने क्यों जिलूर देखुं निश्चिंत गोटे लेखाए कमेंट करदे तेज चलतु खबर उपर नजर पकाइबा। नंबर 1 महाप्रभु को रत्न भंडारू खाली आलमीरा और सिंधुक आसंता 23 तारिख में स्थानांतरण हेबो। उभय बाहर और भीतर रत्न भंडारू श्रीमंदिर नीलाद्री विहार म्यूजियम निकट थिबा कोठरी को स्थानांतरण कराजिबो। राज्य सरकार एसओपी अनुଯାୟୀ एहाकु स्थानांतरण कराजिबो। 23 तारिख मध्याह्न गोटे यह स्थानांतरण कार्यक्रम रही। ଏହି ସମୟରେ ସର୍ବସାଧାରଣ ପାଇଁ ଦର୍ଶନ ମଧ୍ୟ ବନ୍ଦ ରହିବ। ଶ୍ରୀଜୀଉଙ୍କ ନୀତିକାନ୍ତ ସେବା ପୂଜାରେ ବ୍ୟାଘାତ ନକରି ସ୍ଥାନାନ୍ତରଣ ପ୍ରକ୍ରିୟା ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଥିବା ଭକ୍ତମାନେ ସିଂହଦ୍ୱାର ପଟେ ଯାଇ 22 ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ। ଆଉ ଗତ ଜୁଲାଇ 14 ଓ 18 ତାରିଖ ଦିନ ଶ୍ରୀମନ୍ଦିର ବାହାରେ ଓ ଭିତରେ ରତ୍ନ ଭଣ୍ଡାରରୁ ଅସ୍ଥାୟୀ ରତ୍ନ ଭଣ୍ଡାର ରତ୍ନ ଅଳଙ୍କାର ମଧ୍ୟ ସ୍ଥାନାନ୍ତରିତ ହୋଇସାରି 12:04 ହେବ ବିସ୍ଫୋରଣ। ଏମ୍ସ ଆପୋଲ ଫର୍ଟିସ୍ ସमेତ ଦେଶର ବଡ଼ ବଡ଼ ହସ୍ପିଟାଲ ଉଡ଼ାଇବାକୁ ଧମକ। ତେବେ ଦିଲ୍ଲୀର ଏମ୍ସ ଆପୋଲ ସମେତ ହସ୍ପିଟାଲକୁ ବୋମା ଧମକ ମିଳିଛି। ଅପରାହ୍ନ 12:04 ବିସ୍ଫୋରଣ ହେବ ବୋଲି ଏକ ଇମେଲରେ ମଧ୍ୟ କୁହାଯାଇଛି। ଏହାପରେ ଆତଙ୍କ ଖେଳିଯାଇଛି। ପୋଲିସର ସୂଚନା ଅନୁସାରେ ଏମ୍ସ ଫର୍ଟିସ୍ ଆପୋଲ ଏବଂ ସାର ଗଙ୍ଗା ରାମ ଭଳି ବଡ଼ ବଡ଼ ପ୍ରସିଦ୍ଧ ହସ୍ପିଟାଲକୁ ଏକା ସାଙ୍ଗରେ ଏପରି ଧମକ ମିଳିଛି। ଏପରି ଧମକପୂର୍ଣ୍ଣ ଇମେଲ ଜରିଆରେ ହଇଚଇ ସୃଷ୍ଟି ହୋଇଛି। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆପଣଙ୍କୁ କହି ରଖୁଛି ଏହା ପୂର୍ବରୁ ରାଜସ୍ଥାନରେ ମଧ୍ୟ କେତେକ ହସ୍ପିଟାଲକୁ ଏଭଳି ଧମକ ମିଳିସାରିଛି। ଦିଲ୍ଲୀ ଅଗ୍ନିଶମ ସେବା ଜଣେ ଅଧିକାରୀ କହିଛନ୍ତି ଯେ ଅପରାହ୍ନ 1:04 ନାଗାଲୋଇର ଏକ ଡାକ୍ତରଖାନାକୁ ଅପରାହ୍ନ 1:07 କେନ୍ଦ୍ରୀୟ ଦିଲ୍ଲୀର ଚାଣକ୍ୟପୁରୀ ସ୍ଥିତ ପ୍ରିମ୍ସ ହସ୍ପିଟାଲକୁ ଏକ କଲ୍ ଆସିଥିଲା। ଉଭୟ ହସ୍ପିଟାଲକୁ ବୋମା ଧମକ ମିଳିଥିବା ସୂଚନା ମିଳିଥିଲା। ଆଉ ଦିଲ୍ଲୀ ପୋଲିସ ସୂତ୍ରରୁ ମିଳିଯାଇଛି ଯେ ଏମ୍ସ ଆପୋଲ ହସ୍ପିଟାଲକୁ ଏକ ମେଲ୍ ଆସିଛି ଯାହା କୁହାଯାଇଛି ଯେ ଆସନ୍ତା 12:04 ବୋମାରେ ଉଡ଼େଇ ଦେବୁ ସବୁ ହସ୍ପିଟାଲ। ଏଭଳି ସ୍ଥିତିରେ ସମସ୍ତେ ଏବେ ସଜାଗ ହୋଇଯାଇଛନ୍ତି। ଆଉ ଏହି ମାମଲାର ଅଧିକ ତଦନ୍ତ ମଧ୍ୟ ଚାଲିଛି। ଏସି ଲକ୍ଷ୍ମୀ ବସ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇଯାଇଛି। ସୁବିଧା ପାଇବାରୁ ବଞ୍ଚିତ ସାଧାରଣ ଜନତା ଚିନ୍ତାରେ ଏବେ କର୍ମଚାରୀ। ତେବେ କନ୍ଧମାଳ ଜିଲ୍ଲା ଉଦୟଗିରି ଫୁଲବାଣୀ ଏସି ଲକ୍ଷ୍ମୀ ବସ୍କୁ 2 ଥର ଯିବା ଆସିବା କରୁଥିଲା। ଏହା ଏକମାତ୍ର ସରକାରୀ ବସ୍ ଥିଲା ଯାହାକି ଉଦୟଗିରି ଠାରୁ ଆରମ୍ଭ କରି ଫୁଲବାଣୀ ଯିବା ଆସିବା କରୁଥିଲା। କିନ୍ତୁ ଏବେ ହଠାତ୍ ବନ୍ଦ କରାଯାଇଛି ଯାହାକି ଏବେ ଲୋକମାନେ ବିଭିନ୍ନ ପ୍ରକାର ହଇରାଣ ହେଉଛନ୍ତି। ତେବେ ମହିଳାଙ୍କ ପାଇଁ ବସ୍ ଭଡ଼ା 10 ଟଙ୍କା ରହିଥିବା ବେଳେ ପୁରୁଷଙ୍କ ପାଇଁ 60 ଟଙ୍କା ରହିଥିଲା। ପୁଣି ଶୀତ ତାପ ନିୟନ୍ତ୍ରଣ ବାହାରେ ଯାହାଦ୍ୱାରା ବସ୍ ସେବାକୁ ଲୋକ ଅପେକ୍ଷା କରି ରହୁଥିବା ବେଳେ 15 ଦିନ ହେଲାଣି ବସ୍ ସେବା ମଧ୍ୟ ବନ୍ଦ ହୋଇଗଲାଣି। ଫଳରେ ଯାତ୍ରୀମାନେ ବସ୍କୁ ଖୋଜି ବୁଲୁଛନ୍ତି କିନ୍ତୁ ବସ୍ ଏବେ ମିଳୁନାହିଁ। ବସ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇଯାଇଛି ବୋଲି କୁହାଯାଉଛି। ବହୁତ ପ୍ରକାର କ୍ଷତି ସହିଲେ ସରକାର, ତେଣୁ ଏବେ ବନ୍ଦ ହୋଇଯାଇଛି। ବେଆଇନ ମଦ କାରବାରରେ ଲିପ୍ତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ। ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ପିଇ ପାଖାପାଖି 20 ଜଣ ଅସୁସ୍ଥ ହୋଇଥିବା ପଡ଼ିଥିବା ବେଳେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ପୂର୍ତ୍ତ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବେଆଇନ ମଦ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଖାଲି ସେତିକି ନୁହେଁ, ରାଜ୍ୟରେ ଚୋରା ମଦ କାରବାର କିପରି ରୋକିହେବ ସେ ନେଇ ପଦକ୍ଷେପ ନୂଆ ଅବକାରୀ ନୀତିରେ ସାମିଲ ହେବ। ତେବେ ଚିକିଟିରେ ଯେଉଁ ମଦ ପିଇ ଅସୁସ୍ଥ ହୋଇଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ଅଛି। 20 ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ଆସିବାରେ ଲାଗିଛି ବୋଲି ମନ୍ତ୍ରୀ କହିଛନ୍ତି। ଏହାଛଡ଼ା ମାମଲାରେ 5 ଜଣଙ୍କୁ ଗିରଫ କରାଯାଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସୂଚନା ମଧ୍ୟ ଦେଇଛନ୍ତି। ତେବେ ଆଜି ଭାରତ ବନ୍ଦ, କଣ ଖୋଲା ରହିବ କଣ ବନ୍ଦ ରହିବ ଜାଣନ୍ତୁ। ଅନୁସୂଚିତ ଜାତି ସଂରକ୍ଷଣ କ୍ରିମି ଲେୟାର ବିଷୟରେ ସୁପ୍ରିମକୋର୍ଟ ନିକଟରେ ନିଷ୍ପତ୍ତି ନେଇଛନ୍ତି ଯାହାକୁ ସଂରକ୍ଷଣ ବଚାଓ ସଂଘର୍ଷ କମିଟି ବିରୋଧ କରୁଛି। ବର୍ତ୍ତମାନ କମିଟି ସମେତ ଅନେକ ସଂଗଠନ 21 ଅଗଷ୍ଟ ବା ବୁଧବାର ବା ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ଯୋଗୁଁ ଜନସାଧାରଣ ପରିବହନ ବେସରକାରୀ ସଂସ୍ଥା ବନ୍ଦ ରହିବ। ଆମ୍ବୁଲାନ୍ସ ପରି ଜରୁରୀକାଳୀନ ସେବା ଜାରି ରହିବ।
ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ବନ୍ଦକୁ ସମର୍ଥନ କରିଛି। ଏନେଇ ଦଳର ମହାସଚିବ ସତୀନ୍ଦ୍ର ଚନ୍ଦ୍ର ମିଶ୍ର ମନ୍ତବ୍ୟ ସାମ୍ନାକୁ ଆସିଛି। ତାଙ୍କର ସମସ୍ତ କର୍ମୀଙ୍କୁ ବନ୍ଦରେ ଭାଗ ନେବାକୁ ଶାନ୍ତି ବଜାୟ ରଖିବା ନିବେଦନ ମଧ୍ୟ କରାଯାଇଛି। ରାଜସ୍ଥାନରେ ପ୍ରାୟ ଏସସି ଏବଂ ଏସଟି ଗୋଷ୍ଠୀ ବନ୍ଦକୁ ସମର୍ଥନ କରିଛନ୍ତି। ଏହି ରିପୋର୍ଟ ଅନୁସାରେ ଦେଶର ସମସ୍ତ ଜିଲ୍ଲାରେ ପୋଲିସ ସଂଖ୍ୟା ବୃଦ୍ଧି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ଥାନରେ ଏକ ବନ୍ଦର ବ୍ୟାପକ ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି। ତେଣୁ ଭାରତ ବନ୍ଦ କୁହାଯାଇଥିଲା, କିନ୍ତୁ ରାଜସ୍ଥାନରେ ଏବେ ଅନୁସୂଚିତ ଜାତି ଏସବୁ ବନ୍ଦ କରିଛନ୍ତି। ତେବେ ଦେଖାଯାଉ କେତେ ଦୂର ତାଙ୍କର ସଫଳ ହେଉଛି ସେ ନେଇ ମଧ୍ୟ କହିଛନ୍ତି। କିଛି ଲୋକ କହିଛନ୍ତି ସବୁ କିଛି ଯାନବାହନ ଚଳାଚଳ ହେବ, ତେବେ ବନ୍ଦ କିପରି ହେବ ସେ ନେଇ ମଧ୍ୟ ଏବେ ଚିନ୍ତା କରୁଛନ୍ତି ଏମାନେ ସବୁ। ଆଉ ହିଂସା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଡିଜିପି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବରିଷ୍ଠ ଅଧିକାରୀ ସହିତ ମଧ୍ୟ କଥା ହୋଇଛନ୍ତି। ମାଗଣା ରାସନ ପାଇଁ ଜଲ୍ଦି କରିଦିଅନ୍ତୁ ଏହି କାମ, ନଚେତ୍ ତାଲିକାରୁ ହଟିଯିବ ଆପଣଙ୍କର ନାମ। ଯଦି ଆପଣଙ୍କ ରାସନ କାର୍ଡ ଅଛି, ତେବେ ଆପଣଙ୍କୁ କହି ରଖୁଛି ଯେ ରାସନ କାର୍ଡରେ ଇ-କେୱାଇସି କରିବା ଜରୁରୀ, ନଚେତ୍ ମିଳିବନି ଆଉ ରାସନ। ଦେଶର ବିଭିନ୍ନ କଲ୍ୟାଣ ଯୋଜନାରେ ପ୍ରଚଳିତ ହେଉଛି, ଯାହାର ଫାଇଦା ଗରିବ ଶ୍ରେଣୀ ଲୋକମାନେ ପାଉଛନ୍ତି। ଅନେକ ଜନ କଲ୍ୟାଣ ଯୋଜନା ମଧ୍ୟରୁ ମାଗଣା ରାସନ କାର୍ଡ ହେଉଛି ଅନ୍ୟତମ। ଆଉ ରାସନ କାର୍ଡ ହେଉଛି ସରକାରଙ୍କର ଜାରି ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟ। ରାସନ କାର୍ଡ ମାଧ୍ୟମରେ ସରକାର ଗରିବ ଏବଂ ଅଭାବୀ ଲୋକଙ୍କୁ କମ୍ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଯୋଗାଉଛନ୍ତି। ରାସନ କାର୍ଡର ଲାଭ ପାଇବା ପାଇଁ ହେଲେ ଆପଣଙ୍କ ପାଖରେ ରାସନ କାର୍ଡ ନିହାତି ଆବଶ୍ୟକ। ଯଦି ଆପଣଙ୍କ ପାଖରେ ଏହା ଅଛି, ତେବେ ଜଲ୍ଦି ଯାଇ ଇ-କେୱାଇସି କରିଦିଅନ୍ତୁ, ନହେଲେ ଆପଣଙ୍କ ରାସନ କାର୍ଡ ମଧ୍ୟ କଟିଯିବ। ଇ-କେୱାଇସି କରିବା ଫଳରେ ଯେଉଁମାନେ ଅଯୋଗ୍ୟ ଅଛନ୍ତି ତାଙ୍କ ନାମ କଟିଯିବ ଏବଂ ଯେଉଁମାନେ ଯୋଗ୍ୟ ଅଛନ୍ତି ତାଙ୍କ ନାମ ଆସିବ। ଆଉ ନୂଆ ଆବେଦନ କରିଥିବା ଲୋକଙ୍କୁ ମଧ୍ୟ ନୂଆ ରାସନ ମିଳିବ ବୋଲି ସରକାର କହିଛନ୍ତି। ତେବେ ପାର୍ବଣ ପୂର୍ବରୁ ମାତିଲେଣି ଲୁଟେରା, ବ୍ୟାଙ୍କ କର୍ମଚାରୀଙ୍କ ଘରୁ 10 ଲକ୍ଷ ଟଙ୍କା ସୁନା ଚୋରି। ଆଗକୁ ପାର୍ବଣ, ଏବେଠାରୁ ରାଜଧାନୀରେ ମାତିଲେଣି ଚୋର, ଲୁଟେରା ଓ ଅନ୍ୟ ଅପରାଧୀ। କାହା ଘରେ ପଶି ବ୍ୟବସାୟିକ ପ୍ରତିଷ୍ଠାନର ମୁଣ୍ଡରେ ବନ୍ଧୁକ ଲଗାଇ ସର୍ବସ୍ୱ ଲୁଟି ନେଇଛନ୍ତି। ପୁଣି କେଉଁ ରାଜରାସ୍ତାରେ ଚେନ୍ ମଧ୍ୟ ଲୁଟି ନେଉଛନ୍ତି। ତେଣୁ ଲୁଟ୍ ପରେ ପୋଲିସକୁ ଚକମା ଦେଇ ସହଜରେ ଖସି ଯାଉଛନ୍ତି। ଗୋଟିଏ ଦିନରେ ରାଜଧାନୀରୁ 5,385 ଗ୍ରାମର ସୁନା ଲୁଟ୍ କରି ଅପରାଧୀ ଚମ୍ପଟ ମାରିଛନ୍ତି। ତେବେ ଚିନ୍ତା ବଢ଼ାଇଛି ଅଣ-ଓଡ଼ିଆ ଲୁଟେରା। ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ ଅନ୍ୟ ରାଜ୍ୟରୁ ଆସି ଶ୍ରମିକ ବା ଫେରିବାଲା ଭାବେ କାମ କରୁଛନ୍ତି ଅଣ-ଓଡ଼ିଆ। ଆଉ ଏମାନେ ଅପରାଧରେ ସମ୍ପୃକ୍ତ ମଧ୍ୟ ଅଛନ୍ତି। ବିଶେଷ କରି ଚୋରି, ଲୁଟ୍ ଭଳି ମାମଲାରେ ସାମିଲ ଅଛନ୍ତି। ପୂଜା ଆସୁଥିବାରୁ ଏହି ଗ୍ୟାଙ୍ଗ ଅଧିକ ସକ୍ରିୟ ରହିବେ ବୋଲି ଅନୁମାନ କରାଯାଉଛି। ତେଣୁ ସତର୍କତା ଜାରି ସୂଚନା ଦିଆଯାଇଛି ସମସ୍ତଙ୍କୁ, ଯେମିତି ସୁନା ଗହଣା ପିନ୍ଧିକି ନ ଆସନ୍ତୁ ପୂଜା ବଜାରରେ। ଆଉ ନିଜର ପରିବାର ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ବିଏମ୍ସି ମେଡିକାଲରେ ଅବ୍ୟବସ୍ଥା, ବର୍ଷେ ହେଲାଣି ଟେଣ୍ଡର ଖୋଲୁନି, ଅଲ୍ଟ୍ରାସାଉଣ୍ଡ ମେସିନ୍ ଆସିପାରୁନି। ଏକଦା ଭଲ ସ୍ତ୍ରୀ ରୋଗୀ ପ୍ରସୂତି ବିଶେଷଜ୍ଞ ଟେକ୍ନିସିଆନଙ୍କ ପାଇଁ ଗର୍ଭବତୀଙ୍କ ଭିଡ଼ ଲାଗୁଥିବା ପୁରୁଣା ଭୁବନେଶ୍ୱରସ୍ଥିତ ବିଏମ୍ସି ହସ୍ପିଟାଲକୁ ଆଉ ଗର୍ଭବତୀ ଯାଉନାହାନ୍ତି। ଅଲ୍ଟ୍ରାସାଉଣ୍ଡ ମେସିନ୍ ଖରାପ ହୋଇଯାଇଥିବାରୁ ଭଲ ଡାକ୍ତର ବି ଆସୁନାହାନ୍ତି, ଟେକ୍ନିସିଆନ ବି ନାହାନ୍ତି। ଗର୍ଭବତୀ ଏଠାରୁ ନିୟମିତ ଭାବେ ହତାଶ ହୋଇ ଫେରିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଗର୍ଭବତୀଙ୍କ ସଂଖ୍ୟା 3 ଗୁଣ ହୋଇଯାଇଛି। ବିଏମ୍ସି ମେଡିକାଲକୁ ଅଲ୍ଟ୍ରାସାଉଣ୍ଡ ମେସିନ୍ ଆଣିବା ପାଇଁ ଯୋଜନା ହେଇଥିଲା। ଏହି ଖର୍ଚ୍ଚ ବିଏମ୍ସି ପାଣ୍ଠିରୁ ନୁହେଁ, ବରଂ ବର୍ଷେ ତଳୁ ବେଦାନ୍ତ ପ୍ରଦାନ କରିସାରିଛି। ବିଏମ୍ସି କେବଳ ମେସିନ୍ କିଣିବା କଥା, ତଥାପି ତାହା ସମ୍ଭବ ହୋଇପାରୁନି। ଏହାକୁ ନେଇ ଏହାକୁ ନେଇ ଷ୍ଟାଣ୍ଡିଂ କମିଟି ପ୍ରଶ୍ନ ଉଠାଇବା ବେଳେ ତନାଘନା ଆରମ୍ଭ ହୋଇଛି। କେଉଁ ପରିସ୍ଥିତିରେ ମେସିନ୍ କିଣା ହୋଇପାରିଲା ନାହିଁ ତାହାକୁ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି। ଖୋଳତାଡ଼ କରୁ କରୁ ଏକ ବିଚିତ୍ର କଥା ସାମ୍ନାକୁ ଆସିଛି। 2019 ମସିହାରେ 2 ଜଣ ଡାକ୍ତର ବିଏମ୍ସିରୁ ଦରମା ନେଉଛନ୍ତି। ଏଥିପାଇଁ ବିଏମ୍ସି ସ୍ୱୀକୃତି ଦେଇନାହିଁ। ଆଉ କର୍ପୋରେସନ ବିନା ସ୍ୱୀକୃତିରେ ସେମାନେ କିଭଳି ଦରମା ନେଉଛନ୍ତି ତାହା ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ବିଏମ୍ସିର ପବ୍ଲିକ୍ ହେଲ୍ଥ ଷ୍ଟାଣ୍ଡିଂ କମିଟି ଏ ସବୁ ଅର୍ଥକୁ ବେଆଇନ ଭାବେ ପ୍ରଦାନ କରୁଛି। 2029ରେ 5 ବର୍ଷ ଦରମା ହିସାବରେ ରିକଭରି କମିଟିକୁ ପୋଲିସ ସୁପାରିଶ କରିଛି। ଏଭଳି ଅନିୟମିତତା ପଛରେ କିଏ ଅଛି ତାହା ମଧ୍ୟ ଅନିୟମିତତା ହୋଇଛି। ତଦନ୍ତ ଜାରି ରହିବ ଏବଂ ଅଧିକାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ତେବେ ମୁଣ୍ଡ ନେଲା ଡେଙ୍ଗୁ, ଚିହ୍ନଟ ହେଲେଣି 406 ରୋଗୀ। ରାଜଧାନୀବାସୀ ପୁରା ଛାନିଆ। ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ନୀଳାଦ୍ରି ବିହାରରୁ ଖଣ୍ଡଗିରି ହେଉ ଅଥବା ରସୁଲଗଡ଼, ଜାଗମରା ହେଉ, ସବୁଠି ହୁଁ ହୁଁ ହୋଇ ବଢ଼ୁଛି ରୋଗୀଙ୍କ ସଂଖ୍ୟା। ପ୍ରତି ବସ୍ତି ଏବଂ କଲୋନିବାସୀ ଜ୍ୱରରେ ଥରୁଛନ୍ତି। କିଏ ଘରେ ତ କିଏ ମେଡିକାଲରେ ଚିକିତ୍ସା ହେଉଛି। କେହି କେହି ଔଷଧ ଖାଇ ରୋଗକୁ ଚାପିବାକୁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି। ବିଭିନ୍ନ ଉପାୟରେ ଲୋକମାନେ ସଚେତନ କରାଉଥିଲେ ମଧ୍ୟ ମଶା ବଂଶ ଲୋପ ଦିଗରେ ଆବଶ୍ୟକ ରହିଛି। ଧୂଆଁ ଗାଡ଼ି ବୁଲୁ ନାହିଁ, ସଠିକ୍ ଭାବେ ସଫେଇ ହେଉନାହିଁ। ପରିମାଣ ସ୍ୱରୂପ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲା ଏବେ
ଓଡ଼ିଶାର ହଟସ୍ପଟ୍ ପାଲଟିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଭୁବନେଶ୍ୱର ବୋଲି ଜଣାପଡ଼ିଛି। ତେବେ ଅନ୍ୟପକ୍ଷରେ ଭୁବନେଶ୍ୱର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ତାଙ୍କ ପତ୍ନୀ ମଧ୍ୟ ଡେଙ୍ଗୁ ଆକ୍ରାନ୍ତ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଶ୍ରୀ ରାମ ଏବେ ସୂଚନା ଅନୁଯାୟୀ ତାଙ୍କ ପତ୍ନୀ ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି। ପତ୍ନୀଙ୍କ ପ୍ଲାଟିନଟ୍ ଏବଂ 40,000ରୁ ଖସି ଆସିଥିବା ବେଳେ ତାଙ୍କର 53,000 ରହିଥିଲା। ପରବର୍ତ୍ତୀ ସମୟରେ ସେମାନେ ସାମାନ୍ୟ ସ୍ଥିତି ଏବେ ସୁଧାର ଆସିଛି ବୋଲି କୁହାଯାଉଛି। ତେବେ ଚିହ୍ନଟ ହେଲେଣି 406 ରୋଗୀ। ଚିନ୍ତା ପ୍ରକଟ କଲେଣି ସ୍ୱାସ୍ଥ୍ୟମନ୍ତ୍ରୀ। ଆଉ ରାଜଧାନୀବାସୀ ଏବେ ପୁରା ଛାନିଆ। ତେବେ ଗଣେଶ ପୂଜାରେ ବାଜିବନି ଡିଜେ। କଟକ ପରେ ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗଣେଶ ପୂଜାରେ ଡିଜେ ବାଜିବ ନାହିଁ। ମଣ୍ଡପର କର୍ମକର୍ତ୍ତାଙ୍କ ସହମତିରେ କମିଶନରେଟ୍ ପୁଲିସ ଡିଜେ ବାଜିବା ଉପରେ ରୋକ ଲଗାଇଛି। ଭସାଣୀ ଶୋଭାଯାତ୍ରାରେ କୌଣସି ମଣ୍ଡପ ପକ୍ଷରୁ ଡିଜେ ବାଜିବ ନାହିଁ ବୋଲି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାର ପାରମ୍ପରିକ ବାଦ୍ୟ ଉପରେ କଟକଣା ନାହିଁ। ମଣ୍ଡପ କର୍ମକର୍ତ୍ତା କମିଶନରେଟ୍ ପୁଲିସ ଏହିଭଳି ନିଷ୍ପତ୍ତିକୁ ଆଜି ରାଜଧାନୀ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଶବ୍ଦ ପ୍ରଦୂଷଣରେ ଛଟପଟ ରାଜଧାନୀବାସୀ ଏଭଳି ମହାନ ନିଷ୍ପତ୍ତିକୁ ବେଶ୍ ଖୁସି ବ୍ୟକ୍ତ କରୁଛନ୍ତି। ତେବେ ଆଜି ଟ୍ରାଫିକ ଥାନାରେ ପରିସରରେ ଗଣେଶ ପୂଜା ବୈଠକ ହୋଇଥିଲା। ରାଜଧାନୀର ପ୍ରାୟ ସମସ୍ତ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କୁ ଏଥିରେ ଯୋଗ ଦେଇଥିଲେ। ଡିସି ପ୍ରତୀକ ସିଂ ବୈଠକରେ ପୌରୋହିତ୍ୟ କରିଥିଲେ। ଆଉ ସମସ୍ତଙ୍କୁ କହିଥିଲେ ଯେ ଏଥର ପୂଜା ପର୍ବରେ ଡିଜେ ବାଜିବ ନାହିଁ। ସହରରେ ପ୍ରାୟ 400ରୁ ଅଧିକ ମଣ୍ଡପରେ ଗଣେଶ ପୂଜା ହେଉଥିବାରୁ ଭିଡ଼ ମଧ୍ୟ ହେଉଛି। ତେଣୁ ଏହା ଉପରେ ଗୁରୁତ୍ୱ ଦିଆଯିବ। ଆଉ ଭସାଣୀରେ କେବଳ ବାଣ ବାଜା ରୋଷଣୀ ହେବ। ଡିଜେ ବାଜିବ ନାହିଁ ବୋଲି ମନା କରାଯାଇଛି। ବିଜେଡି ହାତରୁ ଖସିଯିବ କି ବିଏମ୍ସି? ଏବେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ବିଜେପି ସରକାର ଆସିବା ପରେ ନିଜର ଶକ୍ତି ବୃଦ୍ଧି କରିବାକୁ ଲାଗିଛି। ବିଜେଡି ଗଡ଼କୁ ଭାଙ୍ଗି ନିଜ ଅକ୍ତିଆର ନେବାକୁ ଲାଗି ପଡ଼ିଛି ବିଜେପି। ବିଜେଡି ଅଣ୍ଟା ସଳଖିବାକୁ ସଜବାଜ ହେଉଥିବା ବେଳେ ହାତରୁ ଖସିଯାଉଛି ଗୋଟିଏ ପରେ ଗୋଟିଏ ବ୍ଲକ ଆଉ ଏନ୍ଏସି। ଆଉ ଭବାନୀପାଟଣା ନିମାପଡ଼ାରେ ଏନ୍ଏସି ଅଧ୍ୟକ୍ଷଙ୍କ ବିରୋଧରେ ହେବ ଅନାସ୍ଥା। ଅନ୍ୟପଟେ ଚର୍ଚ୍ଚା ହେଉଛି ଭୁବନେଶ୍ୱର ମେୟରଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ। ଆଉ 2022 ବିଏମ୍ସି ନିର୍ବାଚନ ବିଜେଡି ଖାତାକୁ 48 ଯାଇଥିଲା, ବିଜେପି ଖାତାକୁ 10 ଯାଇଥିଲା। ସ୍ୱାଧୀନ ଭାବେ ପ୍ରାର୍ଥୀକୁ 9 କର୍ପୋରେଟର ଯାଇଥିଲା। ଦଳ ବଦଳ ଆଇନ କହୁଛି ଯେ ନିର୍ବାଚନ ପ୍ରତିନିଧି ମଧ୍ୟରୁ 2/3ରୁ ଅଧିକ ଦଳକୁ ସମର୍ଥନ କରୁଥିଲେ ସେମାନଙ୍କ ପଦ ରଦ୍ଦ ହେବ ନାହିଁ। ସେଥିପାଇଁ ବିଜେଡିର 48 କର୍ପୋରେଟରଙ୍କ ମଧ୍ୟରୁ 2/3 32ରୁ ଅଧିକ କର୍ପୋରେଟର ଏକା ସାଙ୍ଗରେ ଅନ୍ୟତ୍ର ଡେଇଁବା ଯୋଜନାରେ ଅଛନ୍ତି। ଏମିତି ହେଲେ ପଦବୀ ରହିବ ବୋଲି କୁହାଯାଉଛି। ଅନ୍ୟପଟେ ମେୟର ମଧ୍ୟ ସିଧାସଳଖ ନିର୍ବାଚନ ହୋଇଥିବାରୁ ତାଙ୍କ ପଦବୀ ଉପରେ ବିପଦ ନାହିଁ। ମହାନଗର ନିଗମରେ ମୋଟ 67 ଆସନରୁ 2/3 44 ଅଧିକ ଆସନ ଚାହିଁଲେ ମଧ୍ୟ ମେୟର ପଦ ହେବ ଟଳମଳ। ସେଥିପାଇଁ ବିଜେଡିରୁ 32ରୁ ଅଧିକ, ବିଜେପିରୁ 10, ସ୍ୱାଧୀନରୁ 9 ମିଶିଲେ ଆଉ 51 ଜଣ ହେବ। 51 ଜଣ ଚାହିଁଲେ ମେୟର ପଦ ଛାଡ଼ିପାରିବେ ବୋଲି କୁହାଯାଉଛି। ତେଣୁ ଏନେଇ ମଧ୍ୟ ଲୋକମାନେ ବିଭିନ୍ନ ପ୍ରକାର ଚର୍ଚ୍ଚା ଜୋର ଧରିଲେଣି। ଡରାଇଲାଣି ବଜ୍ରପାତ। ଉପକୂଳ ଉତ୍ତର ପର୍ଯ୍ୟନ୍ତ ସବୁଠି ବଜ୍ରପାତ ଯୋଗୁଁ ସାଧାରଣ ଲୋକଙ୍କର ଜୀବନ ଯାଉଛି। ବ୍ୟାପକ ସଚେତନତା ସହ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଏହାକୁ ରୋକାଯାଇ ପାରୁନାହିଁ। 2 ଦିନରେ ବଜ୍ରପାତରେ ସାରା ରାଜ୍ୟରେ 17 ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଯାହାକୁ ସ୍ୱତନ୍ତ୍ର ରିଲିଫ କମିଶନ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ଲୋକଙ୍କୁ ନିବେଦନ କରାଯାଇଛି। ଜିଲ୍ଲାରୁ ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ୱାନ ମଧ୍ୟ ଦିଆଯାଇଛି। ଏସ୍ଆର୍ସିଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବଜ୍ରପାତ ସମୟରେ ଯେକୌଣସି ବ୍ୟକ୍ତି ଯଦି ଘରେ ବା ବାହାରେ ଥାଆନ୍ତି ତେବେ ନିଜକୁ ଅସୁରକ୍ଷିତ ମଣୁଥାନ୍ତି ତେବେ ଯଥାଶୀଘ୍ର ନଇଁ ପଡୁ ଆଣ୍ଠୁ ବଙ୍କା କରି ଆଗକୁ ଝୁଙ୍କି ବସିବା ଦରକାର। ଭୂମିରେ ଚିତ୍ ହୋଇ ଶୋଇବାକୁ ବାରଣ କରାଯାଉଛି। ଦୁଇ ଗୋଡ଼ ଗୋଇଠିକୁ ଯେପରି ନ ଲାଗି ରହିବ ସେଥିପ୍ରତି ଅଧିକ ଯତ୍ନବାନ ହେବା ଦରକାର। ଦୁଇ ପାଦର ଆଙ୍ଗୁଠି ତଳ ଅଂଶ କେବଳ ଭୂମି ସ୍ପର୍ଶରେ ଆସିଥିବ ଏବଂ ହାତ ପାପୁଲି ସାହାଯ୍ୟରେ ଦୁଇ କାନକୁ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି। ଏପରି କରିବା ଦ୍ୱାରା ବୈଦ୍ୟୁତିକ ଝଟକା କମ୍ ଲାଗିଥାଏ। ଆଉ ଗୋଡ଼ର ଗୋଟିଏ ଗୋଇଠିରୁ ଅନ୍ୟ ଗୋଇଠିକୁ ପ୍ରଭାବିତ ହେଉଥିବା ଶରୀରର ଅନ୍ୟ କୌଣସି ଅଙ୍ଗରେ ପ୍ରଭାବିତ ନ ହୋଇ କାନ ବନ୍ଦ ରଖିବା ଦ୍ୱାରା ବଜ୍ରପାତ ଉତ୍ପନ୍ନ ଶବ୍ଦରୁ କାନକୁ ରକ୍ଷା ମଧ୍ୟ କରାଯାଇପାରିବ। ତେବେ ଏଇଭଳିଆ ଦେଶ ବିଦେଶର ଖବର ଦେଖିବା ପାଇଁ ହେଲେ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ପ୍ରତ୍ୟେକ ଦିନ ସକାଳ 5ଟାରେ ଆପଣମାନେ ଦେଶ ବିଦେଶର ଖବର ପାଇପାରିବେ। ଜୟ ଜଗନ୍ନାଥ।